ଜୟ ମା ଶାରଦା ସାଙ୍ଗମାନେ କେମିତି ଅଛନ୍ତି ଆପଣ ମାନେ? ଆଶା କରୁଛି ଆପଣମାନେ ଭଲ ଥିବେ। ମୁଁ ପୁରା ବଢ଼ିଆ ଅଛି। ତ ଏବେ ଆମର ତ୍ରିବେଣୀ ମେଳା ଚାଲିଛି ଆଉ ଯାତ୍ରା ପଡ଼ିଛି ଗ୍ରାଣ୍ଡ ମହଲ ବେଇନାମପୁର ମା ନାରାୟଣଙ୍କ ମନ୍ଦିର। ତ ଆପଣ ମାନେ ପ୍ରଥମ ରାତିର ଯାତ୍ରା ସରିଯାଇଛି। ଆଜି ହଉଛି ସେକେଣ୍ଡ ଆଉ କାଲି ଅଛି ତୃତୀୟ ରଜନୀ। ତ 3 ଦିନ ଯାତ୍ରା ହବ, ଗୋଟେ ଦିନ ସରିଗଲା ଆଉ ବାକି 2 ଦିନ ରହିଲା। ଦେଖୁଥିବେ ସକାଳର ମାନେ ଯାତ୍ରା ସରିଗଲା ପରେ ଜାଗାର ପରିସ୍ଥିତି ଦୃଶ୍ୟ ସବୁ କେମିତି ଦେଖାଯାଏ। ଦେଖନ୍ତୁ ଯାତ୍ରା ଏବେ ତ ସରିଯାଇଛି, କେହି ନାହାନ୍ତି, ଦୋକାନ ଫୋକାନ ପୁରା ବନ୍ଦ ବାନ୍ଦ ସବୁ ଅଛି। ସମସ୍ତେ ଆଜ୍ଞା ଦେଖନ୍ତି କି ସନ୍ଧ୍ୟା ସମୟରେ ଆସିଲା ପରେ କଣ ମାନେ ସନ୍ଧ୍ୟା ବେଳେ ଆସିଲେ ଭିଡ ଥିବ, କିନ୍ତୁ ଦେଖନ୍ତୁ ଆଜ୍ଞା ସକାଳ ଟାଇମ ଟା କେମିତିଆ ଥାଏ। ଦୋକାନ ଫୋକାନ ସବୁ ବନ୍ଦ ଅଛି, ଯାତ୍ରାରେ କେହି ନାହାନ୍ତି, ସବୁ ବନ୍ଦ ବାନ୍ଦ ପୁରା ସୁନସାନ ଜାଗା ଏରିଆ ସବୁ ସୁନସାନ। ପୁଣି ସନ୍ଧ୍ୟା ବେଳକୁ ମାନେ ଦୋକାନ ଫୋକାନ ଆରମ୍ଭ ହବ, ରାତିରେ ପୁଣି ଯାତ୍ରା ହବ। ଆପଣ ମାନେ ମଧ୍ୟ ଆସନ୍ତୁ, ଦୋକାନ ଫୋକାନ ପଡିଛି, ବୁଲାବୁଲି କରନ୍ତୁ, ଯାତ୍ରାକୁ ଉପଭୋଗ କରନ୍ତୁ, ବୁଲାବୁଲି କରନ୍ତୁ। ଆଉ ଯାହା ହଉ ଗୋଟେ ବହୁତ ବଢିଆ କଥା ଆଉ ବହୁତ ଭଲ କଥା ମଧ୍ୟ କି ଯାତ୍ରାକୁ ଭାଇ ମାନେ ଆମର ବଞ୍ଚେଇ ରଖିଛନ୍ତି। ତ ଏଠିକାର କମିଟି ଭାଇ ମାନଙ୍କୁ, ସବୁ ଭଲ୍ୟୁଣ୍ଟର ଭାଇ ମାନଙ୍କୁ ମଧ୍ୟ ବହୁତ ବହୁତ ଧନ୍ୟବାଦ। କାହିଁକି ନା ଯାତ୍ରା ଟା ବଞ୍ଚେଇ ରଖିବାଟା ଆଉ ସବୁଠୁ ବଡ କଥା। ଆଉ ଏମିତି କିଛି କହୁଛି, ନିହାତି ଭାବରେ ଆପଣ ମାନେ ଆସନ୍ତୁ, ଦେଖନ୍ତୁ ଭିଲିଆନ ପଳେଇଆଇଲେଣି, କଥା କହୁ କହୁ ଦେଖୁଛନ୍ତି ଏମିତି କିଛି ଜିନିଷ। ତ ପୁଣି ଦେଖା ହବା ଗୋଟେ ନୂଆ ଭିଡିଓରେ। ରଖୁଛି, ଜୟ ମା ଶାରଦା।